ଆଜି ଜାନୁଆରୀ ମାସ 10 ତାରିଖ ଶନିବାର। ଆଜିର ପାଣିପାଗ ଅପଡେଟ୍। କୋରାପୁଟକୁ ଟପିଲା ରାଜଧାନୀର ଜାଡ଼। ଶିମିଳିପାଳରେ 0 ଡିଗ୍ରୀ ତଳେ ପାରଦ। ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ଦିନକୁ ଦିନ ଘନ କୁହୁଡ଼ି ସାଙ୍ଗକୁ ଥଣ୍ଡାର 3 ଡିଗ୍ରୀ ବଢ଼ିବାରେ ଲାଗିଛି। ଶିମିଳିପାଳରେ -ଡିଗ୍ରୀକୁ ଖସିଛି ପାରଦ। ସେପଟେ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଖଣି ଅଞ୍ଚଳରେ ଭୀଷଣ ତୁଷାରପାତ ଦେଖିବାକୁ ମିଳିଛି। ପାଣିପାଗ ବିଭାଗର ଆକଳନ ଆହୁରି ସପ୍ତାହ ଯାଏଁ ଥଣ୍ଡାରୁ ନିସ୍ତାର ନାହିଁ। ସୂର୍ଯ୍ୟ ଅସ୍ତ ହେଲେ ବାଘ ଭଳି ମାଡ଼ି ଆସୁଛି ଜାଡ଼। ଶୀତ ଏମିତି ହେଉଛି ଯେ ଶୋଇ ହେଉନି। ରାତି ହେଲେ ଥଣ୍ଡାରେ ଦେହ ଥରୁଛି। ଠକ୍ ଠକ୍ ଦାନ୍ତରେ ବାଡ଼େଇ ହେଉଛି ଦାନ୍ତ। କି ଉପକୂଳ କି ଉପାନ୍ତର, ଥଣ୍ଡାରେ ଥରହର ସାରା ରାଜ୍ୟ। ଶିମିଳିପାଳରେ -ଡିଗ୍ରୀକୁ ଖସିଛି ପାରଦ। କନ୍ଧମାଳ ଜିଲ୍ଲା ଜି ଉଦୟଗିରିରେ 2.6 ଡିଗ୍ରୀ ଓ ରାଉରକେଲାରେ 3.6 ଡିଗ୍ରୀ ପାରଦ ରେକର୍ଡ ହୋଇଛି, ଯାହା ସର୍ବକାଳୀନ ସର୍ବନିମ୍ନ ରେକର୍ଡ ବୋଲି କହିଛି ପାଣିପାଗ ବିଭାଗ। ଏପଟେ କୋରାପୁଟକୁ ଟପି ଯାଇଛି କଟକ ଓ ଭୁବନେଶ୍ୱରର ଜାଡ଼। କୋରାପୁଟରେ ରାତି ତାପମାତ୍ରା 9.5 ଡିଗ୍ରୀ ଥିବାବେଳେ କଟକରେ 8.6 ଓ ଭୁବନେଶ୍ୱର 9.4 ଡିଗ୍ରୀ ରେକର୍ଡ କରାଯାଇଛି। ରାଜ୍ୟରେ 25ଟି ସହରରେ 10 ଡିଗ୍ରୀ କିମ୍ବା ତା ତଳେ ରହିଛି ପାରଦ। ସେପଟେ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଖଣି ଅଞ୍ଚଳର ଓ କେନ୍ଦୁଝରରେ ତେଲକୋଇରେ ହୋଇଛି ତୁଷାରପାତ। ସେହିପରି ଆଜି ପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ ଓ ଢେଙ୍କାନାଳକୁ ପ୍ରବଳ ଥଣ୍ଡା ନେଇ ସତର୍କ ଜାରି କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ବାହ୍ୟ ବାଦଲ ପ୍ରଭାବରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ଆଂଶିକ ମେଘୁଆ ପାଗ ରହିବ। ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। 12 ଜାନୁଆରୀ ପରେ ରାଜ୍ୟରେ ପୁଣି ପାରଦ ତଳକୁ ଖସିବାର ସମ୍ଭାବନା ଅଛି।